ମୁଁ ଯେଉଁଠି ଠିଆ ହେଇଛି ଇଏ ମୋର ଜନ୍ମମାଟି। ମୋ ଜନ୍ମମାଟିରେ ଚୂଡ଼ାଂଶ ଗ୍ରାମର ତ୍ରିଲୋଚନେଶ୍ୱର ହାଇସ୍କୁଲର 50 ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରାହେଉଛି। ସେ ଅବସରରେ ମୋତେ ଡାକିଥିଲେ। ଏଠି ମୁଁ ଅତିଥି ହିସାବରେ ସେମାନେ ଡାକିଥିଲେ, କିନ୍ତୁ ମୁଁ ଏଠି ଏ ମାଟିର ପୁଅ ହିସାବରେ ଆସିଥିଲି। ମୁଁ ଆଶା କରିବି ତ୍ରିଲୋଚନେଶ୍ୱରଙ୍କ ଦୟାରୁ ଏ ଅନୁଷ୍ଠାନ ଉତ୍ତରୋତ୍ତର ଉନ୍ନତି ହେଉ ଏବଂ ଏ ଅନୁଷ୍ଠାନ ଯେଉଁମାନେ ତିଆରି କରିଥିଲେ 60 ବର୍ଷ ତଳେ ଯେଉଁମାନେ ଏଠି ପାଠ ପଢ଼ୁଥିଲେ, ଯେଉଁ ଗାର୍ଡିଆନ ମାନେ ତାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ, ସମସ୍ତଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ତାଙ୍କ ଆତ୍ମା ଶାନ୍ତିରେ ହେଉ। ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହେଉ। ଏ ଅଞ୍ଚଳରେ ଶିକ୍ଷାର ଉଜ୍ଜଳ ଆଲୋକବର୍ତ୍ତିକା ଭଳି କାର୍ଯ୍ୟ କରୁ। ଏ ଅଞ୍ଚଳ ହେଲା ମୋ ଘର, ମୋ ଗାଁ। ମୁଁ ଏଇଠି ଚଳିଛି, ହାଫ୍ ପ୍ୟାଣ୍ଟ ପିନ୍ଧିଛି, ଫୁଲ୍ ପ୍ୟାଣ୍ଟ ପିନ୍ଧିଛି। ସେତେବେଳେ ବୁଲୁଥିଲି ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲି, ଟ୍ରାଉଜର ଯୁବକ ବେଳେ ଥିଲି, ଛାତ୍ର ବେଳେ ଥିଲି। ବର୍ତ୍ତମାନ ଜୀବନର ଅପରାହ୍ନ ବି ଚେଷ୍ଟା କରିବି ଏ ଅଞ୍ଚଳରେ ଉନ୍ନତି। ଖାଲି ଏ ଅନୁଷ୍ଠାନ ଏଠି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ସମସ୍ତ କାର୍ଯ୍ୟ ରବି ମଲ୍ଲିକ ବଞ୍ଚିତ ବନ୍ଧ ଚେଷ୍ଟା କରିବ ସମାଜର ଉନ୍ନତ ସ୍ତରକୁ ନେବା ପାଇଁ। ଚର୍ଚ୍ଚିତ ବ୍ୟକ୍ତିତ୍ୱ ଯାହାଙ୍କର ଅବଦାନକୁ କେବେ ଭୁଲି ହେବ ନାହିଁ, ଭୁଲିବା ମଧ୍ୟ ଉଚିତ ନୁହେଁ। ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ଯଦି